ଆରେ ସାଙ୍ଗମାନେ ଦେଖ, ସେଇଠି ଗୋଟେ ଖୋଲା ପଡିଆ ଅଛି। ଚାଲ ଆଜି ଆମେ ସମସ୍ତେ ସେଇଠି ଖେଳିବା। ଓହୋ, କିଏ ଏମିତି ଶବ୍ଦ କରୁଛି? ଆରେ ଏଠି ତ କିଛି ଚଢ଼େଇ ଛୁଆ ଖେଳୁଛନ୍ତି। ଅନେକ ଦିନ ହେଇଗଲାଣି ଏଠାକୁ କେହି ବି ଆସିନାହାନ୍ତି। ବା, ଏ ଚଢ଼େଇ ଛୁଆ ଗୁଡ଼ା ତ କେତେ ଗୋଲୁମୋଲୁ। ଏମାନଙ୍କୁ ଦେଖି ତ ମତେ ଖାଇବାକୁ ଇଚ୍ଛା ହେଲାଣି। ହେଲେ ମୁଁ ଏମାନଙ୍କୁ କେମିତି ଖାଇବି? ଆରେ ହଁ, ମତେ ଉପାୟ ମିଳିଗଲା। ଆରେ ପିଲାମାନେ, ତମେ ମାନେ ଅନେକ ସମୟ ଖେଳିଲଣି। ତମ ମାନଙ୍କୁ ନିଶ୍ଚୟ ଭୋକ ଲାଗିଥିବଣି। ମୋ ପାଖକୁ ଆସ। ଆରେ ଗଛ, ତୁମେ କଥା କହୁଛ? ହଁ, ମୁଁ ଗୋଟେ ଯାଦୁର ଗଛ। ମୁଁ କଥା କହିପାରେ। ତମେ ମାନେ କେକ୍ ଖାଇବ, ମୁଁ ତମ ମାନଙ୍କୁ କେକ୍ ଖାଇବାକୁ ଦେଇପାରିବି। ସତ କହୁଛ ଯାଦୁର ଗଛ? ତୁମେ ଆମକୁ କେକ୍ ଦେବ? ଗଛ ସେମାନଙ୍କୁ କେକ୍ ଦେଲା। ଯେମିତି ପିଲାମାନେ କେକ୍ ଖାଇଲେ ସେମାନେ ବେହୋସ ହେଇଗଲେ। ତାପରେ ଗଛ ସେମାନଙ୍କୁ ନିଜ ଭିତରକୁ ଟାଣି ନେଲା। ଛୁଆମାନେ ସେ ଗଛ ଭିତରେ ବନ୍ଦୀ ହେଇ ରହିଲେ। ବାଃ, ମୋ ପେଟ ଫୁଲ ହେଇଗଲା। ଏମିତି ଯଦି ପ୍ରତିଦିନ ଚଢ଼େଇ ଛୁଆ ଖାଇବାକୁ ମିଳନ୍ତେ ଖୁବ୍ ଭଲ ହୁଅନ୍ତା। କାଉ ଭାଇ, ମୁଁ ଜଙ୍ଗଲ ସାରା ଖୋଜି ସାରିଲିଣି, ହେଲେ ମୋ ଝିଅ କୁନିକୁ କୋଉଠି ବି ପାଇଲିନି। ତୁମେ କଣ ନିଜ ଝିଅ ଚିକିକୁ ପାଇଲ? ନା ରେ ଚଢ଼େଇ, ମୁଁ ବି ଜଙ୍ଗଲ ସାରା ଖୋଜି ସାରିଲିଣି, ହେଲେ ମୋ ଝିଅ ଚିକିକୁ କୋଉଠି ବି ପାଇଲିନି। ଚାଲ ଆମେ ଥାନାକୁ ଯିବା। ଏବେ କେବଳ ପୋଲିସ ମାନେ ହିଁ ସବୁ ପିଲାଙ୍କୁ ଖୋଜି ପାରିବେ। ଏମିତି କଥା ହେଇ ସେମାନେ ଥାନାକୁ ଗଲେ। ଛୋଟ ପିଲାମାନଙ୍କୁ ହଜିବା ଦେଖି ସମସ୍ତେ ଅନେକ ଚିନ୍ତାରେ ଥିଲେ। ଯେତେ ଖୋଜିଲେ ବି କେହି ବି ସେମାନଙ୍କୁ ପାଉନଥିଲେ। ସେପଟେ ଯିଏ ବି ଗଛ ପାଖ ଖୋଲା ପଡ଼ିଆକୁ ଯାଉଥିଲା, ଗଛ ସେମାନଙ୍କୁ କେକ୍ର ଲୋଭ ଦେଖେଇ ସେମାନଙ୍କୁ ଖାଇ ଦେଉଥିଲା। ଏମିତି ଦିନେ ଦୁଇଟି ଛୁଆ ସେ ଭୂତ ଗଛ ପାଖରେ ଖେଳୁଥିଲେ। ଆରେ ପିଲାମାନେ, ତମେ ମାନେ ଖେଳିବାକୁ ଆସିଛ କି? ଆଗ କେକ୍ ଖାଇନିଅ, ତାପରେ ଖେଳିବ। ହେଲେ ଗଛ, ଆମେ ଏବେ କେକ୍ କୋଉଠୁ ପାଇବୁ? ସେଥିପାଇଁ ତମେ ମାନେ ଚିନ୍ତା କରନି, ମୁଁ ତମ ମାନଙ୍କୁ କେକ୍ ଦେବି। ମୁଁ ଗୋଟେ ଯାଦୁର ଗଛ। ଏଇ ନିଅ କେକ୍। ଯାଦୁର ଗଛ, ତୁମ କେକ୍ ଅନେକ ସୁନ୍ଦର ହେଇଛି। ହଁ, କେକ୍ ଦେଖିକି ମତେ ବି ଖାଇବାକୁ ଇଚ୍ଛା ହେଲାଣି। ତୁମକୁ ଅନେକ ଅନେକ ଧନ୍ୟବାଦ ଯାଦୁର ଗଛ। ଗଛ ସେ ଦୁଇ ଛୁଆଙ୍କୁ କେକ୍ ଖାଇବାକୁ ଦେଲା। ଯେମିତି ସେ ଛୁଆମାନେ କେକ୍ ଖାଇଲେ ସେମାନେ ବେହୋସ ହେଇଗଲେ। ଗଛ ତୁରନ୍ତ ସେମାନଙ୍କୁ ନିଜ ଭିତରକୁ ଟାଣି ନେଲା। ମୋ ପେଟ ପୁରିଲା ପରି ଲାଗୁଛି। ମୁଁ ନିଶ୍ଚୟ ଜଙ୍ଗଲର ସବୁ ଚଢ଼େଇ ଛୁଆଙ୍କୁ ଖାଇ ଦେଇଛି। ଏ ଯାଏଁ ଚଢ଼େଇ ଛୁଆ ଗୁଡ଼ା ହଜମ ହେଇନାହାନ୍ତି। ଆଗ ଏ ଚଢ଼େଇ ଛୁଆ ମାନେ ହଜମ ହେଇସାରନ୍ତୁ, ତାପରେ ମୁଁ ବଡ଼ ଚଢ଼େଇ ମାନଙ୍କୁ ଖାଇବି। ଗଛ ଏପରି କହି କହି ହସୁଥିଲା। ଏ ସବୁ ଘଟଣା ଦୂରରୁ ମା ଚଢ଼େଇ ଦେଖୁଥିଲା। ଭୂତ ଗଛକୁ ଦେଖି ତ ସେ ଅନେକ ଡରିଗଲା। ମୁଁ କଣ ଦେଖିଲି? ଗଛ ଚଢ଼େଇ ଛୁଆ ମାନଙ୍କୁ ଖାଉଛି। ତା ମାନେ ମୋ ଝିଅ ବି ଏ ଗଛ ପେଟରେ ଅଛି। ମତେ ଶୀଘ୍ର କିଛି କରିବାକୁ ପଡିବ, ନହେଲେ ସବୁ ଛୁଆ ଏ ଗଛ ପେଟରେ ରହିଯିବେ। ଏମିତି ଚିନ୍ତା କରି ମା ଚଢ଼େଇ ତୁରନ୍ତ ଜଙ୍ଗଲ ଭିତରକୁ ଗଲା, ଆଉ ସବୁ ଚଢ଼େଇଙ୍କୁ ଗଛ କଥା କହିଲା। ତୁମେ କଣ କହୁଛ ଚଢ଼େଇ ଭଉଣୀ? ସେ ଗଛ ପେଟରେ ଆମ ଛୁଆ ମାନେ ଅଛନ୍ତି। ଏ କେମିତିକା ଅଦ୍ଭୁତ ଗଛ! ଏମିତି ଚଢ଼େଇକିଆ ଗଛ ମୁଁ ଆଜି ଯାଇ ଦେଖିନଥିଲି। ଏବେ ହିଁ ମୁଁ ସେ ଗଛକୁ କାଟି ଶେଷ କରିଦେବି। ନା ନା କାଉ ଭାଇ, ଏପରି ଭୁଲ କରନି। ସେ ଗଛ ପେଟରେ ଆମ ଛୁଆ ମାନେ ଅଛନ୍ତି। ଗଛକୁ ଯଦି କାଟିବ, ଆମ ଛୁଆ ମାନଙ୍କର ବି କ୍ଷତି ହେଇପାରେ। ଆଗ ସବୁ ଛୁଆଙ୍କୁ ଗଛ ପେଟରୁ ବାହାର କରିବା, ତାପରେ ସେ ଗଛକୁ ଶାସ୍ତି ଦେବା। ଠିକ କହିଛ ଚଢ଼େଇ ଭଉଣୀ। ଆମ ଜଙ୍ଗଲର ଶେଷ ମୁଣ୍ଡରେ ଜଣେ ତାନ୍ତ୍ରିକ ମା ରୁହନ୍ତି। ଚାଲ ଆମେ ତାଙ୍କ ପାଖକୁ ଯିବା। ସେ ଆମକୁ କିଛି ନା କିଛି ଉପାୟ କହିଦେବେ। ତାପରେ ସବୁ ଚଢ଼େଇ ତାନ୍ତ୍ରିକ ପାଖକୁ ଗଲେ, ଆଉ ତାକୁ ସବୁ ଘଟଣା କହିଲେ। ଅନେକ ଦିନ ପୂର୍ବେ ଗୋଟେ ପରୀ ଏକ ରାକ୍ଷସକୁ ମାରି ସେଇ ଗଛ ତଳେ ପୋତି ଦେଇଥିଲା। ରାକ୍ଷସ ମଲା ପରେ ତାର ଆତ୍ମା ସେଇ ଗଛରେ ହିଁ ରହିଗଲା।
ସେ ଗଛ ନଷ୍ଟ ହେଲେ ଯାଇ ରାକ୍ଷସର ଆତ୍ମା ସବୁଦିନ ପାଇଁ ଶେଷ ହେଇଯିବ। ତମମାନଙ୍କର ସବୁ ଛୁଆ ସେ ଗଛ ଭିତରେ ଠିକ୍ ଅଛନ୍ତି। ଛୁଆମାନଙ୍କୁ ବାହାର କରିବା ପାଇଁ ତମମାନଙ୍କ ଭିତରୁ ଜଣକୁ ସେ ଗଛ ଭିତରକୁ ଯିବାକୁ ପଡ଼ିବ। ତାନ୍ତ୍ରିକ ମା, ମୁଁ ସେ ଗଛ ଭିତରକୁ ଯିବି। ଆପଣ ଖାଲି ଛୁଆମାନଙ୍କୁ ଗଛ ଭିତରୁ ବାହାର କରିବା ପାଇଁ ଉପାୟ କହିଦିଅନ୍ତୁ। ତୁ ଏ 2ଟି ଯାଦୁର ପଥର ନେ। ଏ ପଥର 2ଟିକୁ ଧରି ତୁ ଗଛ ଭିତରକୁ ଯିବୁ। ଗଛ ଭିତରେ 2 ପଥରକୁ ଘଷି ନିଆଁ ବାହାର କରିବୁ। ଗଛ ତା ପେଟ ଭିତରୁ ନିଆଁ ବାହାର କରିବା ପାଇଁ ପାଟି ଆଁ କରିବ। ସେହି ସମୟରେ ତୁ ସବୁ ଛୁଆଙ୍କୁ ଧରି ବାହାରକୁ ଆସିବୁ। ଯାଦୁର ପଥରରୁ ବାହାରିଥିବା ନିଆଁ ଗଛ କେବେ ବି ତା ଭିତରୁ ବାହାର କରିପାରିବନି। ସେ ସେଇ ନିଆଁରେ ଜଳି ପାଉଁଶ ହେଇଯିବ। ସବୁ ଶୁଣି ମା ଚଢ଼େଇ 2ଟି ପଥର ଧରି ତୁରନ୍ତ ଭୂତ ଗଛ ପାଖକୁ ଗଲା। ଭାରି ଭୋକ ଲାଗିଲାଣି। ଏବେ ଯଦି କିଛି ଖାଇବା ମିଳିଯାଆନ୍ତା କେତେ ଭଲ ଲାଗନ୍ତା। ଚଢ଼େଇର ଏପରି କଥା ଶୁଣି ଗଛ ମନେ ମନେ ଚିନ୍ତା କଲା, ଆରେ ବା, ଆଜି ତ ଖାଇବା ଆପେ ଆପେ ମୋ ପାଖକୁ ଚାଲି ଆସିଛି। ମୁଁ ଏବେ ଚଢ଼େଇକୁ ଖାଇବା ଦେଇ ତାକୁ ଖାଇବି। ଏମିତି କହି ଗଛ ଚଢ଼େଇକୁ କେକ୍ ଦେଲା। ମା ଚଢ଼େଇ ସେ କେକ୍କୁ ନ ଖାଇ ଗଛ ପଛପଟେ ଫିଙ୍ଗିଦେଲା। ଏକଥା ଗଛ ଜାଣିପାରିଲାନି। ଚଢ଼େଇ ବେହୋସ ହେବାର ନାଟକ କଲା। ଗଛ ତାକୁ ବି ନିଜ ଭିତରକୁ ଟାଣି ନେଲା। ଗଛ ଭିତରକୁ ଯାଇ ଚଢ଼େଇ ଦେଖିଲା ସବୁ ଛୁଆ ସେଠି ବେହୋସ ହେଇ ପଡ଼ିଛନ୍ତି। ମା ଚଢ଼େଇ ତୁରନ୍ତ ସେମାନଙ୍କୁ ଉଠେଇଲା। ମା, ତୁମେ ଆସିଗଲ। ଏ କେମିତିକା ଜାଗା? ଆମକୁ ଭାରି ଡର ଲାଗୁଛି। କେହି ବି ଭୟ କରନି, ମୁଁ ତମମାନଙ୍କୁ ଏ ଗଛ ଭିତରୁ ବାହାର କରିବି। ଏମିତି କହି ମା ଚଢ଼େଇ 2 ପଥର ଘଷି ନିଆଁ ବାହାର କଲା। ଗଛ ନିଜ ଭିତରୁ ନିଆଁ ବାହାର କରିବା ପାଇଁ ପାଟି ଆଁ କଲା। ଯେମିତି ସେ ପାଟି ଆଁ କଲା, ଚଢ଼େଇ ତୁରନ୍ତ ସବୁ ଛୁଆଙ୍କୁ ଧରି ଗଛ ଭିତରୁ ବାହାରି ଆସିଲା। କିଛି ସମୟରେ ହିଁ ଗଛରେ ନିଆଁ ଲାଗିଗଲା। ଏମିତି ସେ ଭୂତ ଗଛର ଅନ୍ତ ହେଲା। ସେପଟେ ସବୁ ଛୁଆ ନିଜ ନିଜ ବାପା ମାଙ୍କ ପାଖକୁ ଚାଲିଗଲେ। ମା ଚଢ଼େଇ ବି ନିଜ ଝିଅକୁ ଧରି ଘରକୁ ଫେରିଲା। ମା, ମୁଁ ଗାଧେଇ ସାରି ଖାଇସାରିଲିଣି। ଏବେ ମୁଁ ଖେଳିବାକୁ ଯାଉଛି। ଆଚ୍ଛା ହଉ, ତୁ ଯା। ହେଲେ ମା, ବେଶୀ ଦୂରକୁ ଯିବୁନି। ତୁ ତ ଜାଣୁ ମୋ ଦେହ ଆଜିକାଲି ଭଲ ରହୁନି। ମୁଁ ତତେ ଖୋଜିବା ପାଇଁ ଦୂରକୁ ଯାଇପାରିବିନି। ଚିନ୍ତା କରନି ମା, ତୁମେ ଆରାମ କର। ମୁଁ ବେଶୀ ଦୂରକୁ ଯିବିନି। ଶୀଘ୍ର ଖେଳିସାରି ଘରକୁ ଫେରି ଆସିବି। ଆରେ ବଲଟା ତ ମୋ ପାଖରେ ଆସି ପଡ଼ିଲା। ଯାଏ ଚିକି ଆଉ ମିକିକୁ ତାଙ୍କ ବଲ ଦେଇ ଆସେ। ଏଇ ନିଅ ତମମାନଙ୍କ ବଲ। ଏତେ ଜୋରେ ବଲକୁ ମାରନି, ନହେଲେ ବଲ ଦୂରରେ ପଡ଼ି ହଜିଯିବ। ଆମ ବଲ ହଜିଲେ ହଜିବ। ଆମେ କଣ ତତେ ଆମ ବଲ ଆଣିବାକୁ କହିଥିଲୁ? ତୁ କାହିଁକି ତ ଅପରିଷ୍କାର ହାତରେ ଆମ ବଲ ଛୁଇଁଲୁ? ମୋ ହାତ ଅପରିଷ୍କାର ନୁହଁ ଚିକି। ମୁଁ ଗାଧେଇ ସାରି ତମମାନଙ୍କ ଖେଳ ଦେଖିବାକୁ ଆସିଥିଲି। ଗରିବ କୋଉଠିକାର? ତତେ କଣ ଆମେ ଆମ ଖେଳ ଦେଖିବାକୁ କହିଥିଲୁ ଯେ ତୁ ଚୋରମାନଙ୍କ ପରି ଆମ ଖେଳ ଦେଖୁଛୁ? ଆଉ ଦିନେ ଆମ ଖେଳ ଦେଖିବାକୁ ଆସିବୁନି, ନହେଲେ ଆମେ ତତେ ଉଚିତ ଶିକ୍ଷା ଦେବୁ। ସେମାନଙ୍କ କଥା ଶୁଣି କୁନିର ମନ ଦୁଃଖ ହେଇଗଲା। ସେ କାନ୍ଦି କାନ୍ଦି ସେଠାରୁ ଚାଲିଗଲା। ଆମେ କାହିଁକି ଯେ ଏତେ ଗରିବ? ସମସ୍ତଙ୍କର ଅନେକ ଅନେକ ସାଙ୍ଗ ଅଛନ୍ତି, ହେଲେ ମୋର କେହି ବି ନାହାନ୍ତି। ତୁ ମନ ଦୁଃଖ କରନି ଛୋଟ ଝିଅ। ମୁଁ ତୋର ସାଙ୍ଗ ହେବାକୁ ଚାହେଁ। ତୁ କଣ ମତେ ତୋର ସାଙ୍ଗ କରିବୁ? ଏ କଣ? ତୁମେ ତ ଜଳପରି। ହଁ, ମୁଁ ଜଣେ ଜଳପରି। ମୁଁ ଏଇ ନଦୀରେ ରୁହେ। କୁନି, ମୁଁ ତତେ ସବୁଦିନ ଦେଖେ। ତୁ ଏକୁଟିଆ ହିଁ ଖେଳୁ। ଆଜି ତତେ କାନ୍ଦୁଥିବାର ଦେଖି ମୁଁ ଆଉ ରହିପାରିଲିନି, ଆଉ ତୋ ପାଖକୁ ଚାଲି ଆସିଲି। ଜଳପରି, ତୁମେ ବହୁତ ଭଲ। ତୁମ ସହ କଥା ହେଇ ମୋ ମନ ଭଲ ହେଇଗଲା। ମୁଁ ଏବେ ପ୍ରତ୍ୟେକ ଦିନ ଏଠାକୁ ଆସିବି, ଆଉ ତୁମ ସହ ମିଶି ଖେଳିବି। ଆଚ୍ଛା ଠିକ ଅଛି, ଏଇ ବଲକୁ ନେ। ଆଜିଠୁ ଏଇ ବଲ ତୋର। ତୁ ଏଇ ବଲକୁ ଧରିକି ଆସିବୁ, ଆମେ ସବୁଦିନ ଖେଳିବା। ଏମିତି ଜଳପରି ଆଉ କୁନି କିଛି ସମୟ ଖେଳିଲେ।
ସନ୍ଧ୍ୟା ହେଲା ପରେ କୁନି ବଲ୍ ଧରି ଘରକୁ ଫେରୁଥିଲା। ରାସ୍ତାରେ ଚିକି ଆଉ ମିକି ସହ ତାର ଦେଖା ହେଲା। ଏତେ ସୁନ୍ଦର ବଲ୍ ତୁ କୋଉଠୁ ଚୋରି କରି ଆଣିଲୁ କୁନି? ନା ନା, ମୁଁ ଏ ବଲ୍ ଚୋରି କରିନି। ଆମେ ଜାଣୁ ତୁ କେତେ ଗରିବ, ତୋ ପାଖରେ ବଲ୍ କିଣିବାକୁ ବି ଟଙ୍କା ନାହିଁ। ନିଶ୍ଚୟ ଏ ବଲ୍ ତୁ କାହା ପାଖରୁ ଚୋରି କରି ଆଣିଥିବୁ। ଦେ ଦେ, ଆମକୁ ସେ ବଲ୍ ଦେ, ନହେଲେ ପିଟି ପିଟି ଆମେ ତ ହାତ ଭାଙ୍ଗିଦେବୁ। ନା ନା, ମୋ ହାତ ଭାଙ୍ଗୁନି, ନିଅ ଏ ବଲ୍ ନେଇଯାଅ। ଯେମିତି ସେମାନେ କୁନି ପାଖରୁ ବଲ୍ ଆଣିଲେ, ବଲ୍ ସେମାନଙ୍କୁ ପିଟିବା ଆରମ୍ଭ କଲା। ଏ ବଲ୍ ଆମକୁ ଏମିତି ପିଟୁଛି କାହିଁକି? ଏ ବଲ୍ ରେ ଭୂତ ପଶିଗଲାନି ତ? ମିକି, ଶୀଘ୍ର ଏ ବଲ୍ କୁନିକୁ ଦେଇଦେ। କୁନି, ଏଇ ନେ ତ ବଲ୍, ଆମକୁ ବଲ୍ ଦେଇ ମାଡ଼ ଦେଲୁ ନା, ଆମେ ତତେ ଛାଡ଼ିବୁନି। ଏମିତି କହି ସେମାନେ ନିଜ ନିଜ ଘରକୁ ଗଲେ। କୁନି ବି ନିଜ ବଲ୍ ଧରି ତା ଘରକୁ ଆସିଲା ଆଉ ତାର ମାକୁ ସବୁ ଘଟଣା କହିଲା। ଆରେ ଆରେ, ଛୁଆ ଦୁଇଟା ଏତେ ମାଡ଼ ଖାଇଲେ। ଶୁଣ ମା, ତୁ ତ ସାଙ୍ଗ ଜଳପରୀକୁ କହି ସେମାନଙ୍କ ପାଇଁ ବି 2ଟା ବଲ୍ ଆଣିଦେବୁ। ସେମିତି ହେଲେ ବଲ୍ ତାଙ୍କୁ ଆଉ ମାରିବନି। ଆଚ୍ଛା ଠିକ୍ ଅଛି ମା, ମୁଁ କାଲି ସେମିତି କରିବି। ମା, କୁନି ନା ତା ବଲ୍ରେ ଆମକୁ ଆଜି ବହୁତ ମାରିଲା। ମୋ ମୁଣ୍ଡଟା ଏଯାଏଁ ବଥା କରୁଛି। କଣ ହେଲା? ସେ ଗରିବ ଛୁଆର ଏତେ ସାହସ, ସେ ମୋ ଝିଅକୁ ମାରିଲା। ରହ, ମୁଁ ଏବେ ମିଟୁ ପାଖକୁ ଯାଉଛି। ଆଜି ତା ସହ ଆମେ ସେ ଚଢ଼େଇର ବିଚାର କରିବୁ। ମା, ତୁମେ ବି ଯାଅ, କୁନିକୁ ମାର। କୁନି ତ ଜାଦୁର ବଲ୍ ଦେଇ ମତେ ଆଉ ଚିକିକୁ ଅନେକ ମାରିଛି। ତୁ ଚିନ୍ତା କରନି ମା, ମୁଁ ଆଉ ତୋ ମା ମିଶି ଏବେ ସେ ଚଢ଼େଇ ଘରକୁ ଯିବୁ। ସେ ଚଢ଼େଇ ଆଉ ତାର ଛୁଆକୁ ଆମେ ଉଚିତ ଶିକ୍ଷା ଦେବୁ। ଚାଲ ମିଟୁ ଭଉଣୀ, ଏବେ ହିଁ ସେ ଚଢ଼େଇ ଘରକୁ ଯିବା। ହଁ ହଁ କାଉ ଭଉଣୀ, ଚାଲ ଯିବା। ଚଢ଼େଇ, ଏ ଚଢ଼େଇ, କୁଆଡେ ଗଲୁ? ଶୀଘ୍ର ବାହାରକୁ ଆସେ, ଆଜି ଆମେ ତୋର ବିଚାର କରିକି ରହିବୁ। କାଉ ଭଉଣୀ, ମୋ କଥା ଶୁଣ, ମୋ ଝିଅ କିଛି ବି କରିନି। ହଁ, ଏବେ ତ ତୁ କହିବୁ ତୋ ଝିଅ କିଛି ବି କରିନି। ହେଲେ ତ ଝିଅ ମିଛ କହୁଛି। ସେ ମୋ ଝିଅ ଆଉ ମିଟୁ ଝିଅକୁ ଏତେ ମାରିଛି ଯେ ତାଙ୍କ ମୁଣ୍ଡ ଏଯାଏଁ ବଥା କରୁଛି। ଆମେ ଏବେ ତତେ ଛାଡ଼ିବୁନି, ତତେ ଆଉ ତୋ ଝିଅକୁ ମାରିବୁ। ତମ ମାନଙ୍କୁ ମାଡ଼ ଦେଲେ ଯାଇ ମୋ ମନକୁ ଶାନ୍ତି ମିଳିବ। ନା ନା, ମତେ ଆଉ ମୋ ଝିଅକୁ ମାରନି। ମୁଁ କଥା ଦେଉଛି, ମୋ ଝିଅ ଆଉ କାହାକୁ ବି ମାରିବନି। ନା, ତୁ ଯେତେ କହିଲେ ବି ଆମେ ତତେ କ୍ଷମା କରିବୁନି। ତୁ ଯଦି ଏତେ କ୍ଷମା ମାଗୁଛୁ, ତୁ ଆଜି ହିଁ ତୋ ଝିଅକୁ ଧରି ଜଙ୍ଗଲ ଛାଡ଼ି ଚାଲିଯା। ଠିକ୍ ଅଛି, ମୁଁ ଆଉ ମୋ ଝିଅ ଜଙ୍ଗଲ ଛାଡ଼ି ଚାଲିଯିବୁ। ଦୟାକରି ଆମର କିଛି କ୍ଷତି କରନି। କାଉ ଭଉଣୀ, ଆମେ ଚଢ଼େଇକୁ ତା ଘରୁ ବାହାର କରି ଭଲ କରିଛେ। ଏବେଠୁ ତା ଘର ଆମର ହେଇଗଲା। ହଁ, ଏବେ ଆମେ ତା ଘରକୁ ଭଡ଼ାରେ ଲଗେଇବା ଆଉ ସେ ଭଡ଼ା ଟଙ୍କା ଭାଗ କରିନେବା। ଚାଲ ମିଟୁ ଭଉଣୀ, ଏବେ ଆମେ ରେଲୱେ ଷ୍ଟେସନକୁ ଯିବା। ସେଠାକୁ ଅନେକ ନୂଆ ନୂଆ ଚଢ଼େଇ ଆସନ୍ତି। ସେଠାରେ ଆମେ ଭଡ଼ା ଘର ଖୋଜୁଥିବା ଚଢ଼େଇଙ୍କୁ ପାଇଯିବା। ମା, ଏବେ ଆମେ କୋଉଠିକି ଯିବା? ଆମେ ପାଖ ଜଙ୍ଗଲକୁ ଯିବାରେ ମା। ଏ ଜଙ୍ଗଲରେ ଆମର ଆଉ ଜାଗା ନାହିଁ। ମା, ମତେ କ୍ଷମା କରିଦିଅ। ଆଜି ମୋ ପାଇଁ ଆମେ ଆମ ଘର ଛାଡ଼ିଲେ। ନା ରେ ମା, ଏଥିରେ ତୋର ଭୁଲ ନାହିଁ। ଯାହା ଆମ ଭାଗ୍ୟରେ ଥିଲା ତାହା ହେଲା। ମା, ମୁଁ ଗୋଟେ କଥା କହିଥାନ୍ତି। କହ, କଣ କହିବୁ? ମା, ମୁଁ ଏ ଜଙ୍ଗଲ ଛାଡ଼ି ଯିବା ପୂର୍ବରୁ ମୋ ସାଙ୍ଗ ଜଳପରୀ ସହ ଥରେ ଦେଖା କରିବାକୁ ଚାହୁଁଛି। ତୁମେ ମତେ ତାଙ୍କ ପାଖକୁ ନେଇଯାଅ। ଆଚ୍ଛା ହଉ, ଚାଲ ସେଠାକୁ ଯିବା। ଜଳପରୀ, ମତେ ତୁମେ କ୍ଷମା କରିଦିଅ। ମୁଁ ଆଉ କେବେ ବି ତୁମ ସହ ଖେଳିବାକୁ ଆସିପାରିବିନି। ଆଜି ହିଁ ମୁଁ ମୋ ମା ସହ ଏ ଜଙ୍ଗଲ ଛାଡ଼ି ଚାଲି ଯାଉଛି। କିନ୍ତୁ କାହିଁକି ସାଙ୍ଗ? ତୁ ଚିନ୍ତା କରନି ସାଙ୍ଗ, ମୁଁ ତମମାନଙ୍କୁ ସାହାଯ୍ୟ କରିବି। ତୁ ମତେ ଛାଡ଼ି କୁଆଡ଼େ ବି ଯାଆନି। ଏଇ ଡଙ୍ଗା ଘରକୁ ନିଅ। ଆଜିଠୁ ତମେମାନେ ଏ ଡଙ୍ଗା ଘରେ ରହିବ। ଯେତେ ଝଡ଼ ତୋଫାନ କିମ୍ବା ନଦୀ ବଢ଼ି ହେଲେ ବି
ए डंगा घर जमा भी बुड़ीबनी। तमे माने ए घरे सुरक्षित रहिबा। कुन्नी तोर जेबे भी खेलिबाकु इच्छा हेबा तू मते डाकिबु, मु आसी जीबी। जलपरी तुमको अनेक अनेक धन्यवाद। आज तुम्हें आमर एते बड़ समस्या दूर करदेल। माँ माँ घरटी बहुत सुंदर है। चल भी घर भितर को जीवा। से दिन परठारु चढ़ई आउ तार झिया से डंगा घरे रहिले। सेपटे अच्छा तमे माने तो आम जंगलर नुह। तमे माने कौन नुआ आसीच? हाँ आमे नुआ आसीचु। अच्छा तम जंगल रे घर बनैया पई जगह अछि? कष्ट करी तम माने को घर बनेबा को पड़िबनी। आम पाखरे गोटे फांका घर अछि। तमे माने चाहिले से घरे रही परिब। आ प्रति मास हमको 2000 टंका देब। अरे सोच ए माने ठीक कथा कहउचंती। कष्ट करी घर बनेबा अपेक्षा भड़ा घरे रही जिबा भला। अच्छा अच्छा तमे माने आमको से घर देखैबाकू नहीं जाओ। एइटा सेई घर। एठी तमे माने आराम रे रही परिबा। जदि किछि असुविधा हेबा हमको कहिबा। अच्छा ठीक अछि। हेले आमे तो तम मानक घर देखिनु। जदि किछि समस्या हेबो आमे कोठी की कहिबाकू जीबू। तेबे आम सांगरे आस। आमे तम मानक आम घर देखै देबू। एमिति काऊ आ मिटू चिल मानक निज निज घर देखैले। बाह तम मानक घर तो अनेक सुंदर हिची। आज प्रथम थर पई आमे जंगल को आसिलु। सेथिपाई मु आज खिचुड़ी करिबी। तम समस्त को निमंत्रण रहिला। निज निज परिवार सह राति रे आम घर को आसीबा। आरे बाह तमे माने आज खिचुड़ी रांधिच? हाँ हाँ आमे समस्त आज तुम घर को जीबू। एमिति कही से माने चली गले। राति हेबा परे चिलर स्त्री खिचुड़ी रांधिला। काऊ आउ मिटू निज निज परिवार को धरी चिलर घर को गले। चिल समस्त को खाइबा देला। अरे अरे घर तो आउ पानी नाही। तमे माने खाऊ थाओ मु जाउची नदी पानी नहीं आसीबी। एमिति कही चिल आउ तार स्त्री बाहर को जाई लुचि रहिले। किछि समय रे ही काऊ आउ मिटूर पूरा परिवार खिचुड़ी खाई बेहोश हो गले। आरे देखे बोका पक्षी गुड़ाक निद औषध मिशा खिचुड़ी खाई केमिति बेहोश हो जाइचंती। एबे चाले आमे तांको घर को जाई सब किछि चोरी करी नहीं आसीबा। हाँ ए पक्षी गुड़ा सतरे भारी बोका। आमको भल भाबे निज निज घर देखिथिले। हेले माने जानि नाहंती आमे केते बड़ चोर। चल शीघ्र शीघ्र सब किछि चोरी करी ए जंगल छाड़ी चली जिबा। तापरे दुई चिल काऊ आ मिटू घरर सब टंका सुना गहना चोरी करी नहीं गले। परदिन सकाळे अरे आमे काली राती एठी सोई पड़िथिले। अरे उठ उठ समस्ते सकाळ हेई गलानी। चलो निज निज घर को जीबा। काली राती आमे एठी सोईथिले। से दुई चिल कुआडे गले? से माने बेठी सोईथिले बोधे। सकाळ उठी कुआडे जाईथिबे। अनेक डेरी हेलानी। चलो चलो घर को जीबा। एक मो घरर सब टंका सुना गहना किए चोरी करी नहीं गला? काऊ भौणी जानिच मो घरे सब टंका सुना गहना चोरी हो जाइछि। मते लागुछि काली राती चिल माने हमको निद औषध दे आम घर सब किछि चोरी करी नहीं जाइछंती। हाँ मते भी सेमिति लागुछि। नहले से माने घर छाड़ी कुआडे जांते। सब आम भूल पाई हेइछि। हमें जदि चढ़ी कुता घर बाहर करी नथांते आज आम घर एमिति चोरी हेई नथांता। एबे मो केमिति जी घर चलेबी किछि बुझी पारुनी। काऊ आउ मिटू कांदुथिले। एमिति सेमाने शास्ति पाइले। सेपटे चढ़ी खुशी रे ता झियो सह डंगा घरे रहिला।